ପାଖାପାଖି 50 ଯୁବକ ଯୁବତୀ କଂଗ୍ରେସର କର୍ମକର୍ତ୍ତାଙ୍କୁ ଆକ୍ରମଣ କରାଯାଇଛି। ନିର୍ମମ ଭାବରେ ସେମାନଙ୍କୁ ଲାଠିଚାର୍ଜ କରାଯାଇଛି। ଲାଠିଚାର୍ଜ ଏବଂ ଯେଉଁ ଭଳିଆ ଭାବରେ ମରାଯାଇଛି, ଗୋଟେ ମଣିଷକୁ ସେମିତି ମାରନ୍ତି ନାହିଁ ଆଜ୍ଞା। ଏ ବୋଧେ ଭୁଲି ଯାଉଛନ୍ତି ଲାଠିଚାର୍ଜର ନିୟମ କ'ଣ, କେମିତି କରାଯାଏ। ଏମାନେ ପୁରାପୁରି ଲୋକକୁ ମାରିଦେବା ପାଇଁ ଚିନ୍ତା କରିଥିଲେ। ବିଜେପି ସରକାର କଂଗ୍ରେସର ସମସ୍ତଙ୍କୁ ପାଣି ପ୍ରଥମେ ତ ପାଣି ପକେଇଲେ, ତାପରେ ଲାଠିଚାର୍ଜ କଲେ, ଫେର ତାଙ୍କର ମନ ବୁଝିଲାନି ଯେ ସେ ବମ୍ ଗୋଟେ ପକେଇଲେ, ତାର ପୁଣି ନିୟମ ଯାହା ଅଛି 45 ଡିଗ୍ରୀ ଆଙ୍ଗେଲରେ ଉପରେ ଫଟେଇବା କଥା, ସେ ଗ୍ୟାସ୍ ପାଇଁ ବୋଲି ତାକୁ ତଳେ ମାନେ ଫଟେଇଛନ୍ତି, ଯାହା ଫଳରେ ଗୋଡ଼ରେ ବାଜିଛି, କାହାକୁ ମୁଣ୍ଡରେ ବାଜିଛି, ହଁ ମାନେ ଜଣକୁ ପେଟ କଣା ହେଇଯାଇଛି। ଏମିତି 50ରୁ ଉର୍ଦ୍ଧ୍ୱର ଆମର ପିଲାମାନଙ୍କୁ ଆଘାତ ହେଇଛି, ଯେଉଁମାନେ ଆଡମିଟ୍ ହେଇଛନ୍ତି। ଏବଂ ସେଥିମଧ୍ୟରୁ 10 ଜଣଙ୍କୁ 10ରୁ ଅଧିକ ରୋଗୀଙ୍କୁ ସେମାନଙ୍କୁ ଅଲଗା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଏଠି ଯେହେତୁ ବିଭିନ୍ନ ପ୍ରକାର ଫେସିଲିଟି ନାହିଁ, ଏକ୍ସରେ ହେଇପାରୁନାହିଁ, ଏକ୍ସରେ ପାଇଁ 5 କିଲୋମିଟର ଯିବାକୁ 10 କିଲୋମିଟର ଯିବାକୁ ପଡ଼ୁଛି ଅଲଗା ହସ୍ପିଟାଲ, ତେଣୁ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ତେଣୁ ଏ ଯେଉଁ ହିଂସା ଭାବରେ ଯେଉଁ ବିଜେପି ଆକ୍ରମଣ କରିଛି କଂଗ୍ରେସ ଉପରେ, ଏହାର ଜବାବ ନିହାତି ଭାବରେ ଆସନ୍ତା ଦିନରେ କଂଗ୍ରେସ ଦେବ। ଏବଂ ସାରା ଓଡ଼ିଶାବାସୀ ଦେଖିଛନ୍ତି ଏହି ଘଟଣାକୁ, ଏବଂ ଓଡ଼ିଶାବାସୀ ମଧ୍ୟ ବର୍ତ୍ତମାନ ସଚେତନ ହେଇଗଲାଣି ଏ ବିଜେପି ସରକାର ଶାସନକୁ ନେଇ। ଆସନ୍ତା ଦିନରେ ଲଢ଼େଇ ଜୋରଦାର ହେବ ଏବଂ କଂଗ୍ରେସ ଏହାର ଜବାବ ନିହାତି ଭାବରେ ଦେବ। ଦେଖନ୍ତୁ, ସେମାନେ ଭାବିଥିଲେ ନିଲମ୍ବନ କରିଦେଲେ ହୁଏତ କଂଗ୍ରେସର ସ୍ୱର ଚାପି ହେଇଯିବ, କଂଗ୍ରେସର ଯେଉଁ ଦାବି ତାହା ଲୁଚିଯିବ। କିନ୍ତୁ କଂଗ୍ରେସ ବିପ୍ଳବରୁ ଆରମ୍ଭ, ସଂଘର୍ଷରୁ ଆରମ୍ଭ କଂଗ୍ରେସର। ତେଣୁ କଂଗ୍ରେସ ବର୍ତ୍ତମାନ ଆହୁରି ଲଢ଼େଇ କରିବ। କଂଗ୍ରେସ ମାନଙ୍କର ମହିଳାମାନଙ୍କର ସୁରକ୍ଷା ପାଇଁ ଲଢ଼େଇ କରୁଥିଲା, ଏବେ ସାରା ସମଗ୍ର ଓଡ଼ିଶା ପାଇଁ ଲଢ଼େଇ କରିବ। ତେଣୁ ବର୍ତ୍ତମାନ ସମୟ ଆସିଛି ଲଢ଼େଇ କରିବାର ଏବଂ ବିଜେପିକୁ ତାର ଜବାବ ଦେବାର।